ପାଇବା ପାଇଁ 12 ଓଷା 13 ବ୍ରତ କରି ନିଜେ ରଖାଇ ତୋ ମୋରେ ଆହାର ଦେଲା। ଆଉ ତୁଇ ଅଧ ଭାଇଟା ସବୁ ଭାତ ତୋତେ ଖୁଆଇ ଦେଇ ତୋରାଣି ପିଇ ଶୋଇଲା। ଆଉ ତୋ ଭଉଣୀଟା ପରଘରୁ ତରକାରୀ ବାକି ଆଣି ତୋ ଥାଳ ପାଖରେ ଥୋଇଦେ। ତୁ ଏମିତି ପ୍ରତିଦାନ ଦେଇଦେଲୁ ତୋର ଆମ କାହାରି କଥା ବିଶ୍ୱାସ ହେଲାନି। ତୋ ସ୍ତ୍ରୀ ତୋ ଶଳା କଥା ବିଶ୍ୱାସ ହେଲା। ଦୀପୁ ତୁ ଏ ଘର ପାଇଁ ସୁଖର ହାଟ ନୁହେଁ ରେ। ମତେ ସନ୍ଦେହ ତୋ ଜନ୍ମ ପ୍ରତି ସନ୍ଦେହ ହଉଛି। ତୁ এই ভাষা প্রধানের পুଅ ନୁହଁ। ତୁ ଗୋଟେ ଜାରଜ ଛୁଆ। ଜାରଜ ଛୁଆ ତୁ ଜାରଜ। ଶୁଣ ଶୁଣ ଆଉ ପଦ କହିବାକୁ ଚେଷ୍ଟା କଲେ ଆଜି ତ କଲେ ହାତ ଉଠୁଛି। ଦରକାର ପଡ଼ିଲେ ଜତାରେ ପିଟିବେ। ଦୀପୁ ତୁ ଆଉ ବହୁ ମିଶି ବାପା ବୋଉଙ୍କୁ ମନ ଇଚ୍ଛା ମାର। ମନ ଶାନ୍ତି ହେଲା ପର୍ଯ୍ୟନ୍ତ ମାର। ସେମାନେ ଶିଖନ୍ତୁ, ଜାଣନ୍ତୁ, ଅନୁଭବ କରନ୍ତୁ। ଦୁଃଖ କଷ୍ଟ ସହି ପୁଅ ମାନଙ୍କୁ ପାଠ ପଢି ମଣିଷ କରି ସାରିଲା ପରେ ଏମାନଙ୍କୁ ଏମିତି ମାଡ଼ ଖାଇବାକୁ ପଡେ। ଏମିତି ବାପା ବୋଉ ମାଡ଼ ଖାଇବା ଦରକାର। ଏ ଦୁନିଆଟା ଗୋଟେ ଡାକ ମନୀଷୀର କାହାଣୀ। ଦୀପୁରେ ଆମ ବାପାଙ୍କ ଝାଳୁଆ ଦେହରେ ଆଜି ପର୍ଯ୍ୟନ୍ତ ସାବୁନଟିଏ ବାଜିନି। ବସ୍ତା ବହି ବହି ତାଙ୍କ ପିଠିଟା ବିଣ୍ଡି ପଡି ଯାଇଛି। ବୋଉ ଯେତେବେଳେ ବାପାଙ୍କ ଝାଳୁଆ ଦେହକୁ ତା ପଣତ କାନିରେ ପୋଛି ଦିଏ, ସେ ବିଣ୍ଡି ପଡି ଯାଇଥିବା ଜାଗାକୁ ଦେଖି ବୋଉ ବହୁତ କାନ୍ଦେ। ବାପା ତାକୁ ବୁଝାକୁ ଯାଇ କହନ୍ତି, ଦେବକୀ ଦୁନିଆରେ ପୁଅ ମାନଙ୍କୁ ମଣିଷ କରିବାକୁ ହେଲେ ସବୁ ବାପା ମାନଙ୍କ ପିଠି ଏମିତି ବିଣ୍ଡି ପଡିଯିବା ଦରକାର। ଦୁନିଆର ପୁଅ ମାନଙ୍କୁ ସୁଖରେ ରଖିବାକୁ ହେଲେ ସବୁ ବାପାଙ୍କ ଚମ ଏମିତି ଧୁଡୁ ଧୁଡୁ ହେଇଯିବା ଦରକାର। ଦୀପୁରେ ଏ ଦୀପୁ ସେଇ ବିଣ୍ଡି ପଡି ଯାଇଥିବା ପିଠି ଉପରେ ତୁ ଆଜି ହାତ ଉଠେଇଦେଲୁ। କେମିତି ଏତେ ବଡ ନିଷ୍ଠୁର ହେଇଗଲୁ ରେ? କେମିତି ଏତେ ବଡ ନିଷ୍ଠୁର ହେଇଗଲୁ ତୁ? ମୁଁ ଜଣେ ଡକ୍ଟର, ଏ ଦୁନିଆରେ ମୋର ଆତ୍ମସମ୍ମାନ ଅଛି କି ନାହିଁ? ମୁଁ ଠିକ କହୁଥିଲି ମୁଁ। ଏ ଦୁନିଆଟା ଗୋଟେ ଡାକ ମନୀଷୀର କାହାଣୀ। ଏଠି ପୁଅ ମାନେ ପାଠ ପଢି ବଡ ହାକିମ ହେଇଗଲା ପରେ ନିଜ ବାପା ମା ମାନଙ୍କୁ ସେମାନଙ୍କ ଚାକର ଚାକରାଣୀ କରି ରଖନ୍ତି। ସେମାନଙ୍କୁ ଅଦରକାରୀ ବୋଲି ଭାବନ୍ତି। ନା ସେମାନଙ୍କୁ ଫୋପାଡ଼ି ଦେଇ ହୁଏ, ନା ସେମାନଙ୍କୁ ସାଇତି ରଖି ହୁଏ। କେତେ ଆଶା କରିଥିଲି ପୁଅଟା ମୋର ଡାକ୍ତର ହେଲେ ମତେ କ୍ଷୀରି ପଲଉ ଖୁଏଇବ। ହେଲେ ସେ ଡାକ୍ତରକୁ ଆଜି ମତେ ଏମିତି କ୍ଷୀରି ପଲଉ ଖୁଏଇଲା ଯେ ଜୀବନ ସାରା ମତେ ଆଉ ଭୋକ ଲାଗିବନି। ପଥ ପଚାରି ପିତା ଘର ଯିବ। ଯୁଦ୍ଧକୁ ମନ ନ ବଳେଇବ। ମୋର ଭୁଲ ହେଇଗଲା ଡାକ୍ତର ବାବୁ, ମୋର ଭୁଲ ହେଇଗଲା। ଆଉ କିଛି କହିବା ଦରକାର ନାହିଁ। ତମ ପରି ବାପା ବୋଉ ସହିତ ସମ୍ପର୍କ ରଖିବା ଭୁଲ, ମହାଭୁଲ। ମୁଁ ଡକ୍ଟର ଦୀପକ ପ୍ରଧାନ, ଡକ୍ଟର ଦୀପକ ପ୍ରଧାନ ହିଁ ବଞ୍ଚିବାକୁ ଚାହେଁ ବସ୍। ଏ ଡାକ୍ତର ବାବୁ, ମୁଣ୍ଡରେ ଥିବା ସେଇ ବୁଢା ବର ଗଛକୁ ଦେଖିଛ? ଅସହାୟ ବାଟଟା ସେଇ ବାଟ ଦେଇ ଗଲା ବେଳେ ବୁଢା ବର ଗଛର ଶୀତଳ ସ୍ପର୍ଶରେ ସେଇ ଛାଇରେ ସେ ଆରାମରେ ଶୋଇଯାଏ। ବସନ୍ତ ଆସେ, ବୈଶାଖ ଚାଲିଯାଏ,
ବିଚରା ବୁଢା ବର ଗଛଟା ପତ୍ର ଝଡା ଦିଏ ହେଲେ ସେ ବେଇମାନ ବାଟୋଇଟା ବୁଢା ବର ଗଛକୁ ଦେଖି ମଳ ପବନରେ ମତୁଆଲ ହେଇ ମୁହଁ ବୁଲେଇ ଚାଲିଯାଏ। ଏ ଡାକତର ବାବୁ, ତମ ଭଳି ପୁଅକୁ ଏ ଅନ୍ଧ କାଶୀର କୋଟି କୋଟି ପ୍ରଣାମ। ଆରେ ବା, ତମକୁ ତ ମତେ ସଲୁଟ ମାରିବାକୁ ଇଚ୍ଛା ହଉଛି, କାହିଁକି ନା ତମେ ମାନେ ମୋ ହସ ଖୁସିକୁ ଦେଖି ପାରୁନ। ଯୋଉ ପୁଅ ବାପ ବାର ନୁହଁ, ଯୋଉ ପୁଅ ନିଜ ରକ୍ତକୁ ଧକ୍କା ଦିଏ, ଯୋଉ ପୁଅ ବାପା ମା ଭାଇ ଉପରକୁ ହାତ ଉଠାଏ, ସେ ଦୁଇ ପୁଅ ପାଇଁ ଶୁଦ୍ଧି ହେଇଯିବା ଦରକାର। ଏ ଦେବଶ୍ରୀ, ଚାଲ ଆମେ ଶୁଦ୍ଧି ହେଇଯିବା। ଚାଲ। ଯାଅ, ଆରେ ଯାଅ ଯାଅ ଯାଅ, ମୋ ପାଇଁ ଶୁଦ୍ଧି ହେଇଯାଅ। ହେଲେ ମନେ ରଖ, ମୋ ଶଳାର ଯେମିତି କିଛି କ୍ଷତି ନ ହୁଏ। ଆଉ ଯଦି ମୋ ଶଳାର କିଛି କ୍ଷତି ହେଲା ତାହେଲେ ମୁଁ କାହାକୁ ଛାଡ଼ିବିନି, କାହାକୁ ଛାଡ଼ିବିନି, ମୁଁ କାହାକୁ ନୁହଁ। ଆସ ତାହେଲେ। ତୁ ବି ଶୁଣି ଯା ଦୀପୁ, ମୋ ଭଉଣୀକି ମୁଁ ନ୍ୟାୟ ଦେବି। ତୋ ଶଳା ନିଶ୍ଚୟ ଫାଶୀ ପାଇବ। ମଣିଷ ବିଚାରରେ ସେ ହୁଏତ ଖସି ଯାଇପାରେ, ହେଲେ ଜଗନ୍ନାଥଙ୍କ ବିଚାରରେ ସେ କେବେ ଖସି ଯାଇପାରିବନି। ସେଇ ଜଗନ୍ନାଥ ମୋ ଭଉଣୀକି ନ୍ୟାୟ ଦେବେ, ନିଶ୍ଚୟ ନ୍ୟାୟ ଦେବେ ସେ। ମୁଁ କେବଳ ଜଗନ୍ନାଥଙ୍କୁ ଡାକି ଏତିକି କହିବି, ହେ ଜଗନ୍ନାଥ, ତମେ ଯଦି ଦ୍ରୌପଦୀକୁ ନ୍ୟାୟ ଦେଇଥିଲ, ବାଳିକୁମାରୀ ସୁଗ୍ରୀବକୁ ନ୍ୟାୟ ଦେଇଥିଲ, ମୋ ଭଉଣୀକି ନ୍ୟାୟ ଦିଅ ପ୍ରଭୁ, ମୋ ଭଉଣୀକି ନ୍ୟାୟ ଦିଅ। ଉଦ୍ଧାର କର ମହାବାହୁ, ତମେ ମତେ ଉଦ୍ଧାର କର। उद्धार करो महाबाहु महाबाहु, उद्धार करो महाबाहु महाबाहु, उद्धार करो महाबाहु।